ଆରେ ଆମ ରୁମ୍ ଚାବି କେମିତି ଭାଙ୍ଗିଲା? ଆବେ ତମେ ଦି ଜଣ କିଏ? ତମେ ଦି ଜଣ କୋଉଠିକି ଆସିଛ? ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ରାଜା, ମୁଁ କାମ କରେ ହାଇଦ୍ରାବାଦରେ। ଆଚ୍ଛା, ତମେ ଭାବୁଛ କଣ ମତେ ଆଜି ସବୁ ଶ୍ରେଣୀ ହାତୁଡି ବାଡେଇ ବାଡେଇ ଗାତ କରିଦେମି? ଆରେ ଆରେ ତମେ ଏମିତି ଚମକି ଯାଉଛ କଣ? ଆଗକୁ ଆହୁରି ବାକି ଅଛି। ମୁଁ ଗୋଟେ ଗାତ କରି ଆଉ ଗୋଟେ ଗାତ କରିମି ବୋଲି ବାହାରି ଗଲି। ଆଉ ଗାତ କରିମି ବୋଲି ବାହାରିକି ମୁଁ ଆଜି ଏତେ ଗାତ କରିଦେନି ଯେ ଆଜି ମୋର ବଥା ହେଇଗଲା। ଆରେ ତମେ କୋଉ କଥା ଭାବୁଛ? ମୁଁ ତମ ହାତ କଥା କହୁଛି। ତମେ ନା ଭାରି ଦୁଷ୍ଟ, ସବୁ ନେଗେଟିଭ ମାଇଣ୍ଡ ନେଇ ଯାଉଛ। ଏଇ ଦେଖ ମୁଁ ଆଜି ଖାଇବାରେ କଣ ଆଣିଛି? ଡାଲି, ତା ସହିତ କଲରା ଚିପ୍ସ। ଆଉ ମୁଁ ଖାଇଲା ବେଳେ ତମେ ମୋ ରିଆକ୍ସନ ଦେଖିବ। ଏଇ ଦେଖ। ଆଉ ଖାଇସାରିଲା ପରେ ଆମେ କାମ କରିମୁ କଣ? ଆମ କତିକି ହଠାତ୍ କଲ୍ ଆଇଲା କି ଆମ ରୁମ ର କିଏ ଚାବି ଭାଙ୍ଗି ପଶି ଯାଇଛି। ଆରେ ମୁଁ ବି ମିଛ ଭାବୁଥିଲି, ହେଲେ ରୁମକୁ ଯେତେବେଳେ ଆମେ ଆସିକି ପହଞ୍ଚିଲୁ ଆମ ଚାବି ସତରେ ଭଙ୍ଗା ହେଇକି ରୁମ ଖୋଲା ଅଛି। ଆଉ ରୁମ ଭିତରେ ଏଇ ଦିଟା ଭଦ୍ର ବ୍ୟକ୍ତି ବସିକି ନମ୍ବା ନଳ ଖାଉଛନ୍ତି। ବହୁତ ଝଗଡା ହେଇସାରିଲା ପରେ ସେ ଦି ଜଣ ଆମ ରୁମ ଛାଡିକି ଯିବା ପାଇଁ ରାଜି ହେଇଗଲେ। ହେଲେ ମୋ ମନ ଭାରି ଦୁଃଖ ହଉଛି। କାହିଁକି ନା ଟିକେ ଦେଖୁନ ଆମର କେତେ ବଡ ଚାବିକି ଭାଙ୍ଗି ଦେଲେ ସିଏ। ହଉ ଛାଡ, ଏବେ ତ ସେମାନେ ଚାଲିଗଲେ। ଆଉ ମତେ ବି ଜୋର ଭୋକ ବି ଲାଗୁଥିଲା। ଆଉ ସେଥିପାଇଁ ମୁଁ ଆଳୁ କାଟିବାରେ ଲାଗିଗଲି। ଆରେ ମୁଁ ଆଳୁ ଭଜା କରିକି ଖାଇବି ସେଥିପାଇଁ। ଆଉ ଏମିତିରେ ମୋ ଆଳୁ ଭଜା ବି ହେଇଗଲାଣି। ଆରେ ମୁଁ ତମକୁ କେମିତି ଦେବି? ମୁଁ ଆଇଁଷ କରୁନି, ଆଳୁ ଭଜା କରୁଛି। ଆଉ ମତେ ତ ବାଜୁରୁ ଭୋକ ଲାଗିଲାଣି, ମୁଁ ଯାଉଛି ଖାଇବି। ଆଉ ଯିବା ପୂର୍ବରୁ ଲାଇକ୍ ଚିହ୍ନକୁ ଟିକେ ଦବେଇ ଦେଇକି ଯାଅ।